ଆଜିକାଲି ଦୁନିଆରେ ବିଶେଷ କରି ଝିଅମାନେ ସୁନ୍ଦର ଦେଖାଯିବା ପାଇଁ କସ୍ମେଟିକ୍ ଜିନିଷ ୟୁଜ୍ କରୁଛନ୍ତି, କିନ୍ତୁ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଉନାହାନ୍ତି। ଖାଇଲେ ସବୁ ସୁନ୍ଦରତା ଫୁଟି ଉଠିବ ଓ ଭଲ ଦେଖାଯିବେ। ତେଣୁକରି ସୌନ୍ଦର୍ଯ୍ୟ ବଢ଼ାଏ ଭିଟାମିନ୍ ଯୁକ୍ତ ଖାଦ୍ୟ। ସୌନ୍ଦର୍ଯ୍ୟ ବଢ଼ାଏ ଭିଟାମିନ୍ ଯୁକ୍ତ ଖାଦ୍ୟ। ଶରୀର ପାଇଁ ଭିଟାମିନ୍ ଯୁକ୍ତ ଖାଦ୍ୟର ଆବଶ୍ୟକତା ସବୁବେଳେ ରହିଛି ଓ ରହି ଆସିଛି ମଧ୍ୟ। ଏହା କେବଳ ଆପଣଙ୍କୁ ସୁସ୍ଥ ନିରୋଗ ରଖେ ନାହିଁ, ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧିର ମଧ୍ୟ ମୁଖ୍ୟ ମାଧ୍ୟମ ହୋଇଥାଏ। ଭିଟାମିନ୍ ଏ ନରମ ଓ ସୁନ୍ଦର ତ୍ୱଚା ପାଇଁ ଭିଟାମିନ୍ ଏ ନିହାତି ଜରୁରୀ। ଏହା କ୍ଷୀର, ଲହୁଣୀ, ମାଛ ଓ ଗାଜର ଜୁସ୍ରୁ ମିଳିଥାଏ। ଭିଟାମିନ୍ ବି ଉଜ୍ଜ୍ୱଳ ତ୍ୱଚା ଓ ଗୋରା ହେବା ପାଇଁ ନିହାତି ଜରୁରୀ। କ୍ଷୀର ଓ ଭାତରୁ ଏହା ବିଶେଷ ଭାବେ ମିଳିଥାଏ। ଭିଟାମିନ୍ ସି ଚର୍ମ ଲୋଚାକୋଚା ନ ହୋଇ ସବୁବେଳେ ସତେଜ ଲାଗିବ ଓ ସତେଜ ଦେଖାଯିବା ପାଇଁ ଭିଟାମିନ୍ ସିର ଆବଶ୍ୟକତା ଅଛି। ପାଳଙ୍ଗ, ସବୁଜ ପନିପରିବା ତଥା ଗଜା ବୁଟ, ଗଜା ମୁଗ ଆଦିରୁ ଏହା ଅଧିକ ପରିମାଣରେ ଓ ଅଧିକ ମାତ୍ରାରେ ମିଳିଥାଏ। ଭିଟାମିନ୍ ଡି ହାଡ଼ର ବୃଦ୍ଧି ଓ ମଜବୁତ ହେବା ପାଇଁ ଭିଟାମିନ୍ ଡିର ଆବଶ୍ୟକତା ରହିଛି। କ୍ଷୀର, ମାଛ ତେଲରୁ ଏହା ଅଧିକ ପରିମାଣରେ ମିଳିଥାଏ। ସୂର୍ଯ୍ୟ କିରଣରେ ମଧ୍ୟ ଭିଟାମିନ୍ ଡି ଥାଏ। ଭିଟାମିନ୍ ଇ କୋଷମାନଙ୍କୁ ସୁରକ୍ଷିତ ରଖିବା ଆଉ ତାଙ୍କୁ ସଠିକ୍ ପୋଷଣ ଦେବା ପାଇଁ ଭିଟାମିନ୍ ଇ ବହୁତ ସାହାଯ୍ୟ କରିଥାଏ। ଭେଜିଟେବୁଲ ଅଏଲ ମଞ୍ଜି ଓ ବିଭିନ୍ନ ଭେଜିଟେବୁଲ ଅଏଲ ମଞ୍ଜି ଓ ବିଭିନ୍ନ ପ୍ରକାର ବୀଜରୁ ଏହା ମିଳିଥାଏ। ତେଣୁକରି ଏହି ଭିଟାମିନ୍ ଖାଦ୍ୟ ଖାଆନ୍ତୁ, ଆପଣମାନେ ସୁନ୍ଦର ଦେଖାଯିବେ।